ସମସ୍ତେ ଦର୍ଶନ କରନ୍ତୁ। ଏବେ କାକଡ଼ ଆଳତି ସରିଲା ବାବାଙ୍କର। ବାବା ଆଜି ମାଛି ରୂପରେ ପ୍ରସାଦ ଖାଇଛନ୍ତି ବୋଧେ, ନାଗି ଯାଇଛି ବୋଧେ ଜାଣି ହେଉଛି। ମିଠା ପ୍ରବଳ ଆଜି, ଆଉ ମାଛି ତ ଘଣ୍ଟାଏ ଖଣ୍ଡେ ହେଲାଣି ମୁଁ ଦେଖୁଛି। ଆଉ ମହାପ୍ରଭୁଙ୍କର ଆଳତି ସାରିଲିଣି, ତଥାପି ବାବାଙ୍କର ଆଳତି ସାରିଲିଣି। ଆଜି ମାଛି ତାର ବେଦମ ଚଲେଇଛି, ବାବାଙ୍କ ପାଖରୁ ଉଠରୁ ମିଠା ଚାଟୁଛି। ଆଉ ଧନ୍ୟ ହେଇଗଲା ଲୋ ମାଛି, ତୁ ଧନ୍ୟ ହେଇଗଲୁ। ବୋଲେ ସାଇନାଥ ମହାରାଜ କି ଯେ। ବାବାଙ୍କର ଗୋଟେ ବଢ଼ିଆ ଅନୁଭୂତି, ମୁଁ ବାବାଙ୍କର ଆଳତି କରୁଛି। ଆଉ ମୋର ଜନ୍ମଦିନ 14 ତାରିଖରେ, ମାନେ ମୋ ପୁଅର ଜନ୍ମଦିନ 2 ତାରିଖ ବାହୁଡ଼ା ଥିଲେ, ଗୁଣ୍ଡିଚା ଥିଲା। ତାପରେ ମୋର ବାହୁଡ଼ା ଥିଲା। ଏମିତିରେ ମହାପ୍ରଭୁଙ୍କର ଇଏ ମୁଁ ଆଉ ଜାଣେନି। ମୁଁ ବାବାଙ୍କୁ କହୁଛି, ବାବା ମାଛି କ'ଣ ଏମିତି, ବାବା ମାଛି ଏମିତି କେତେ ସମୟରେ ବସିଲାଣି, ଆଳତି ଶୁଣୁଛି। ମୁଁ କହିଲି ବାବା ଆଜି କିଛି ଅନୁଭୂତି ଟିକେ ଦିଅନ୍ତନି। ବାବା କହୁଛନ୍ତି ମୁଁ କ'ଣ ଅନୁଭୂତି ଦେବି, ତୋ ପୁଅ ପୁରା ଜନ୍ମଦିନ ପାଇଁ ସିଆଡ଼େ ମୋବାଇଲ ଖେଳୁଛି। ବିଶ୍ୱାସ କରିବେନି, ମୁଁ ବାବାଙ୍କ ସାମ୍ନାରେ କହୁଛି, ମୋ ମନ ପକେଇ ଦେଇଛନ୍ତି, ତୋ ପୁଅ ବା ତୋ ଜନ୍ମଦିନ ପାଇଁ ଇଏ କରୁଛି କ'ଣ ଦେବ ବୋଲି। ଅନଲାଇନ୍ରେ ତାର ପଠାଏ ଆଉ ଶାଢ଼ୀ ଫାଢ଼ୀ ବୋଧେ। ଆଉ ମୁଁ ଆଉ ଜାଣିନି, ମୁଁ ଏପର୍ଯ୍ୟନ୍ତ ବି ଜାଣିନି। କିନ୍ତୁ ବାବା କ'ଣ କରିଛନ୍ତି, ଆଳତି ଜଷ୍ଟ 2 ଧାଡ଼ି ଖଣ୍ଡେ, ମାନେ ଆମର ଯେଉଁଟା କାକଡ଼ ଆଳତି କରିଦେଉ ସାଇନାଥ ଦେବା 2 ଲାଇନ୍ ମୁଁ କହିଛି। ତାପରେ ମୋ ପୁଅର ଆସିଗଲା ଫୋନ୍, ବୋଉ ଏ କଲର୍ଟିଏ ଚଏସ୍ କରିବୁ, ମୁଁ ହ୍ୱାଟ୍ସଆପ୍ରେ ପଠାଇଛି। କିନ୍ତୁ ବାବା ମୋତେ ସେତିକିବେଳେ ହିଁ କହିଦେଉଛନ୍ତି। ଜୟ ଶ୍ରୀ ସାଇନାଥ ମହାରାଜ କି ଯେ। ବାବାଙ୍କର ଫାର୍ଷ୍ଟ କ୍ଲାସ୍ ଅନୁଭୂତି। ଏବେ ବି ମୋ ପୁଅ ଫୋନ୍ କରୁଛି, ଲାଇନ୍ରେ ଅଛି ମୁଁ, ବାବାଙ୍କର ଭିଡ଼ିଓ କରୁଛି। ବାବା କହିଲେ ମୁଁ ଅନୁଭୂତି କ'ଣ ଦେବି, ତୋ ପୁଅ ବା ମୋବାଇଲ ତେଣୁ ତ ଚଏସ୍ କରୁଛି। ସତ ସତ ମୋ ପୁଅ ଫୋନ୍ କରିକି କହୁଛି, ମୁଁ ପୁଣି ଆଳତି ବନ୍ଦ କରିକି ଯାଇକି ମୋବାଇଲ ରିସିଭ୍ କଲି। କହିଲି କ'ଣ ବାପା ଫୋନ୍ କରୁଛୁ ନା କଲର୍ ଟିକେ ଦେଖିବୁ। ମୁଁ ଏପର୍ଯ୍ୟନ୍ତ ହ୍ୱାଟ୍ସଆପ୍ରେ ଦେଖିନି, କିନ୍ତୁ ବାବାଙ୍କ ପାଖରେ ଅଛି। ମୋ ପୁଅ ଫୋନ୍ କରୁଛି। ଥ୍ୟାଙ୍କ ୟୁ ସାଇ।